ସାହାଯ୍ୟ ଆପଣଙ୍କ ପ୍ରାର୍ଥନା ଜୀବନ ଭଲ ନଥିବ, ପ୍ରଭୁ ଗୋଟେ ପ୍ରାର୍ଥନା ଜୀବନ ଥିବା ଲୋକ ଯୋଗାଇ ଦେଇଥିବେ ଦୁର୍ବଳ ସମୟ ସାହାଯ୍ୟ କରିବା ପାଇଁ। ମୁଁ ଯେତେବେଳେ ଚର୍ଚ୍ଚ ଯିବା ପାଇଁ ଇଚ୍ଛା କରୁନଥିଲି, ଗୋଟେ ଲୋକ ମୋର ପଛେ ପଡ଼ିଗଲା। ଆରେ ସବୁ ରବିବାର আসবা রোববার প্রার্থনা ଯିବା ଯିବା ଭାଇନା ଯିବା ଯିବା ବୋଲି 6 ମାସ ଲମାଇ ଦେଲି, ଯାଉ ନାହିଁ। ସେ ଗୋଟେ ଦିନ ଆସ ଆମର ଘରେ ତ ବସିଗଲା ଡାଣ୍ଡେ ଆହୁରି ଯିବା ବୋଲା, ଆଇବି ବୋଲା, ଆଇବି ନାହିଁ ଗାଦାରି ବାହାର ବୋଲା, ମରି ଗଲି ବୋଲି କରି କିଛି କଲି। ସେତେବେଳେ ମୋର ବାଇବେଲ ବି ଗୋଟେ ଲୋକ ଦେଇଦେଇଛି, ବାଇବେଲ ତ ପଢ଼ବାର ନାହିଁ, ଗୋଟେ ଲୋକ ଦେଇଦେଇଛି, ମୋର ବାଇବେଲ ବି ଦେଇଦେଇଛି, ତବେ ନିଅ ବାଇବେଲ ବୋଲିକି। ତାପରେ ପୁରୁଣା ବାଇବେଲ ଗୋଟେ ଧରିକରି ଗଲି ଚର୍ଚ୍ଚରେ। ସେ ଦିନରୁ ମୋର ଜୀବନରେ ପରିବର୍ତ୍ତନ আসলা। আর পচকমে হটি পরমেশ্বর কଣ করନ୍ତି ଆମମାନଙ୍କୁ ଦୁର୍ବଳ ସମୟରେ ଆମକୁ ସାହାଯ୍ୟ କରନ୍ତି। ସେ ମସ୍ତ ଖୋଲନ୍ତୁ ଏଭ୍ରି 4 ପର୍ବ ତାର 15-16, ଏଭ୍ରି 4 15-16। ହଁ, କାରଣ ଯେ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ ଆମମାନଙ୍କ ଏପରି ମହାରାଜକ ନାହାନ୍ତି, ବରଂ ସେ ପାପ ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। 16 ପଦ। ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମେ ମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। କ'ଣ ଆମର ଏପରି ଏକ ମହାଯାଜକ ଅଛନ୍ତି ଯେ ଆମର ଦୁର୍ବଳତାରେ ଆମର ପରୀକ୍ଷାରେ ଆମକୁ ସାହାଯ୍ୟ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏବେ ଯାଏ ଯଦି ବିଜୟୀ ଜୀବନ କାଟୁଛୁ ନିଜର ପାଇଁ ନାହିଁ, ଯୀଶୁଙ୍କ ପାଇଁ, ଯେ ଯୀଶୁ ବିଜୟୀ ଅଟନ୍ତି। ସେ ବିଜୟୀ ଯୀଶୁ ଆମକୁ ବିଜୟ କରି ସେ ପ୍ରଲୋଭିତ ହୋଇଥିଲେ, ତେଣୁ ପ୍ରଲୋଭନ ଆମକୁ ସାହାଯ୍ୟ କରନ୍ତି। ସେ ପରୀକ୍ଷିତ ହୋଇଥିଲେ, ତେଣୁ ପରୀକ୍ଷିତ ହେବା ଲୋକ ସାହାଯ୍ୟ କରନ୍ତି। ଯଦି ଲୋକ ଆପଣଙ୍କୁ ଅପମାନ କରୁଛନ୍ତି, ଯୀଶୁଙ୍କୁ ଦେଖନ୍ତୁ। ଯୀଶୁ କ'ଣ କରୁଥିଲେ? ଚୁପ୍ ହେଇଥିଲେ। ଚୁପ୍ ହେଲେ ମାଡ଼ଗୋଳ ସରିଗଲା। ସତ ନା ନାହିଁ? ଚୁପ୍ ହେଲେ ମାଡ଼ଗୋଳ ସରିବ କି ନାହିଁ? ଚୁପ୍ ହେବୁ ନାହିଁ, ଆମେ ଚୁପ୍ ହେବୁ ନାହିଁ। ସ୍ୱାମୀ ସ୍ତ୍ରୀ ମାଡ଼ଗୋଳ ହେବେ କି ନାହିଁ? ମାଡ଼ଗୋଳ ସରିଲା ପରିବା ଫଟମି ହେଉଥିବେ, ପୁଟୁର ପୁଟୁର ସ୍ୱାମୀ ଶୁଣବ ଉଠିକରି ଲାଗା ଲାଗା ମାଡ଼ଗୋଳ ତ ସରିଗଲା କି ନାହିଁ? ସରିଗଲା। ଆରେ ପୁଟୁର ପୁଟୁର କାହିଁକି ହେବାର ଅଛି? ଏଇଟା ଖୋଜିକରି ମାଡ଼ ଖାଇବାଟା ଏଇଟା ମାନେ ମାଡ଼ଗୋଳ ହେଲ ଛିଡ଼ିଗଲା ଛିଡ଼ିଗଲା, ସରିବଲେ ସରିଗଲା। ଆରେ ଲାଭ ଥିବା କିସ୍ ପାଇଁ? ହାତ ନା ନାହିଁ? ବେଳେବେଳେ କେତେବେଳେ ଝଗଡ଼ା ହେବେ, ଆରେ କେଟା ପାଶରି ଯାଇଥିବେ, ସେ କେଟା କହିଥିବ ଭୁଲି ଯାଇଥିବ। ହେଲୋ ସେ ତ ସେମିତି କହିଲା କି ନାହିଁ? ତୁ ଏମିତି କହିବାର ଥିଲା କି ନାହିଁ? ପାଶରି ଗଲିଲୋ, କାଲିକୁ ଦୋକାନ ଗଲା ବେଲେ କହିବି। ଆରେ କ'ଣ କରବ ନାହିଁ? ସେ ପାଣି ଆଣିବାକୁ ଗଲା ବେଲେ ସେ କେମିତି ମିଶା କହିବା, ରୋଡ଼ରେ ଯାଇକରି ଏ ବାଙ୍ଟି ଆରେ ସେ କ'ଣ କହିକରି ହୁଡ଼ି କରି ଭାରି ଆସିଥିବ। ସେ ଭାବିବ କାହା କଲ କହିଲି ବୋଲେ ଆରି ଥରେ ଷ୍ଟାର୍ଟ। କେତେ ଗାଁରେ 4-4ଟା ଭଉଣୀ ଅଛନ୍ତି, କ'ଣ ପାଇଁ? ମାଡ଼ଗୋଳ ହେଲେ ମିଶିକରି ଯିବା ପାଇଁ। ଏ ନାନୀ ବାହାରିଲ, ତୁଇ ବାହାର, ତୁଇ ମିଶା ବାହାର। ଯେ ବାହାରିବ ନାହିଁ ତାକୁ କ'ଣ ବୋଲି କହିବେ? ତୁଇ ଆମର ଭଉଣୀ ନାହିଁ ଲୋ, ତୁଇ ଭଉଣୀ ଥିଲେ ବାହାରିଥାନ୍ତୁ। ଆମକୁ କିନ୍ଦ୍ରା କିନ୍ଦ୍ରା ମାରୁଥିଲେ, ତୁଇ କିସ୍ କରୁଥିଲୁ? ବାହାରିବେ ନାହିଁ ସେମାନେ। ଆପଣମାନଙ୍କୁ ମୁଁ କାହିଁକି କହୁଛି କଥା? ସମସ୍ତେ ଦୟାକରି ଶୁଣନ୍ତୁ। ଅନୁଗ୍ରହ କ'ଣ କରେ? ଆମର ପ୍ରଭୁ ଜଣେ ଅଛନ୍ତି ଯେ ଆମମାନଙ୍କ ଦୁର୍ବଳତାରେ ସାହାଯ୍ୟ କରିବେ। ତେଣୁ ଆପଣ ଭାବନ୍ତୁ ନା ଯେ ମୁଁ ଆଉ ପାରିବି ନାହିଁ ବୋଲି କରି। ଆପଣଙ୍କୁ ପ୍ରଭୁ ପାରବା ପ୍ରଭୁ ଅଛନ୍ତି କି ନାହିଁ? ଆପଣଙ୍କୁ ହାତ ଧରି କରି ଯେତେବେଳେ ପିତର ଭାବୁଥିଲା ମୋଠୁ ବଡ଼ କେ ନାହିଁ, ମୁଁ ୟାକ ପାଣି ଲଗେଇ ହିଣ୍ଡୁଛି, ପବନକେ ଦେଖି ବୁଡ଼ବାକ ଆରମ୍ଭ କଲା। ସମାନ ଟାଇମ୍ରେ ଗଲା, ହେ ପ୍ରଭୁ ମୁଇଁ ମଲି ପ୍ରଭୁ ଆମର ପରା ହେଲେ ବୁଡ଼ ତାତି ଅଲପ ବୁଡ଼ ନାହିଁ। ସେ ମୁଁ ମଲି ପ୍ରଭୁ ବୋଲି ମୁଁ ସାଙ୍ଗେ ସାଙ୍ଗେ ପ୍ରଭୁ କ'ଣ କରୁଛନ୍ତି? ସେଟା ହେଉଛନ୍ତି ଆମର ପ୍ରଭୁ। ଦୁର୍ବଳତାରେ ଆମକୁ ସାହାଯ୍ୟ କରିବା ପାଇଁ, ସହାନୁଭୂତି ଦେଖାଇବା ପାଇଁ ସେ ସାମର୍ଥ୍ୟ ପ୍ରଭୁ ଅଟନ୍ତି। ସେ ଆପଣମାନଙ୍କୁ ସାହାଯ୍ୟ କରିବେ। ଯଦି ଆପଣ ଦେଖିବେ ରୋମିଓ ତାର 6 ପର୍ବ 14 ପଦ, ରୋମିଓ 6 ପର୍ବ 14 ପଦ। କାରଣ ପାପ ତୁମମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ। ପାପ ତୁମମାନଙ୍କ ଉପରେ କ'ଣ କରିବ ନାହିଁ? କର୍ତ୍ତୃତ୍ୱ କରିବ ନାହିଁ। ଆଗ କ'ଣ କରୁଥିଲୁ? ପାପ କେମିତି କରୁଥିଲୁ? ମନକୁ ମଜା ପାପ କରୁଥିଲୁ। ଏବେ କର୍ତ୍ତୃତ୍ୱ କରିବ ନାହିଁ। এইটা মূল কথা। পাপ থিব কিন্তু কর্তৃত্ব করব নাই। সেটা সে পুরনা পাপକୁ କରି ଲାଗି ନଥିବ। ଆମେ ମୋର ପ୍ରିୟ ମାନେ, ଚର୍ଚ୍ଚ ବୋଲେ କୋଉଟା? ଚର୍ଚ୍ଚ ବୋଲେ ପାପକୁ ଯେଉଁମାନେ ଛାଡ଼ି କରି ଆସିଛନ୍ତି, ଜଗତକୁ ଯେଉଁମାନେ ଛାଡ଼ି ଆସିଛନ୍ତି, ମନ୍ଦ ତାକୁ ଚର୍ଚ୍ଚ ବୋଲି
ଚର୍ଚ୍ଚ ମାନେ କ'ଣ? ଜଣେ ପାପକୁ ଛାଡ଼ି କରି ଆସୁଛନ୍ତି, ପାପକୁ ପିଟି କରି ବାହାରି ଆସୁଛନ୍ତି, ଆରି ଲଉଟି କରି ତାକୁ ଚର୍ଚ୍ଚ ବୋଲି କହିବେ। ପାପ କରିବା ଲୋକ ଜଗତରେ ଥିବେ, ପାପ ଛାଡ଼ିବା ଲୋକ ମଣ୍ଡଳୀରେ ଥିବେ ଥିବେ କିନ୍ତୁ କେବଳ ଧେରି କରି ଆସୁଛନ୍ତି। ସେଟା ମାନେ ପୁରା ସୋମବାର ଶନିବାର ମଦ ପିଇଦେବେ, ରବିବାର ଦିନ ସକାଳେ ପିଇବେ ନାହିଁ। କାରଣ ତାଙ୍କର ସ୍ତ୍ରୀ କ'ଣ ବୋଲି କହିଥିବେ, ଏ ଦେ ହଉ କାଲିକୁ ପ୍ରାର୍ଥନା ଅଛି, ପିଇବ ନାହିଁ, ଦେଖ ଆଜ୍ଞା ଦିନ ସ୍ୱାମୀ ପିଇବ ନାହିଁ, ଆରି ସନ୍ଧ୍ୟାରେ ପିଇ ଦେଇଥିବ। ହେଠି ଚର୍ଚ୍ଚ ଗଲାବେଳେ ପୁଡ଼ିଆ ପୁଡ଼ି ଖାଇବ ନାହିଁ, ଚର୍ଚ୍ଚ ଗଲାବେଳେ ଖାଇବ ନାହିଁ, ଦାଣ୍ଡେ ବାହାରିଲା ପରେ ବେଟି ଦେଇ ରମଦି କରିବା। ସ୍ତ୍ରୀ ମଧ୍ୟ କ'ଣ କହିଛି, ଚର୍ଚ୍ଚ ଗଲାବେଳେ ପିଇବ ନାହିଁ, ଚର୍ଚ୍ଚ ଗଲାବେଳେ ପୁଡ଼ିଆ। ବାସ୍ ଝିଅମାନଙ୍କୁ କ'ଣ କହିଛନ୍ତି, ଏଲୋ ଚର୍ଚ୍ଚ ଘରେ ମୋବାଇଲ ନେବୁ ନାହିଁ, ଘରେ ଯେତିକି ଦେଖିବୁ ଦେଖ। ଏତେ ବଢ଼ିଆ ମା ମାନେ କୋଉଠି ଥିଲେ କେ ଜାଣେ? ହାତ ନା ନାହିଁ, ତାଙ୍କୁ ସ୍ପେଶାଲ ଆଧାର କାର୍ଡ ଦେବା କଥା। କୋଉଠି ଥିଲେ କେ ଜାଣେ? ଉଲ୍ଟା ଝିଅମାନଙ୍କୁ କ'ଣ ଏଲୋ ଭିତରେ ଯାଇ କଥା ହେ, ତୋର ବାପା କି ଭାଇ ଜାଣିଲେ ଚପେ ଦେଖ। ଏତେ ପ୍ରୋଟେକ୍ସନ ଯଦି ମା ମାନେ ଦେବେ, କଥା ହେବ ନାହିଁ କାହିଁକି? ଝିଅ କ'ଣ କରୁଛି? ପଢ଼ିଲାନି, ସକାଳଠୁ ପଢ଼ିଲାନି, ରିଜଲ୍ଟ ବାଲେ ଜଣା ପଡ଼ିବ କେତେ କଦର ପଢ଼ିଛି। ପଢ଼ିଲାନି ପୁଣି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପାପକୁ ଘୋଡ଼େଇବାର ନାହିଁ, କାହିଁକି ପ୍ରଭୁ ଆମକୁ ଦୟା କରିଛନ୍ତି। ଆମେ କ'ଣ କରିବା? ଏ ଅନୁଗ୍ରହ ଆମକୁ ପାପ ନ କରିବା ପାଇଁ। ମୁଁ ଆପଣମାନଙ୍କୁ ପ୍ରଥମ କଥା କହୁଥିଲି, ଅନୁଗ୍ରହ ଦ୍ୱାରା ଆମେ ପରିତ୍ରାଣ ପାଇଛୁ, ରକ୍ଷା ପ୍ରାପ୍ତ ହେଇଛୁ। ଅନୁଗ୍ରହ ଦ୍ୱାରା ଆମେ ଧାର୍ମିକ ଗଣିତ ହେବାକୁ ଆଗକୁ ବଢ଼ୁଛୁ। ଆଉ ଅନୁଗ୍ରହରେ ପ୍ରଭୁ ଆମକୁ ଦୁର୍ବଳତାର ସାହାଯ୍ୟ ମଧ୍ୟ କରନ୍ତି। ଯେତେବେଳେ ଆମେ ଦୁଃଖ ଭୋଗ କରୁ, ଶୁଣନ୍ତୁ ଭାଇ ଭଉଣୀ ମାନେ, ଯେତେବେଳେ ଆମେ ଦୁଃଖ ଭୋଗ କରୁ, ଆମେ ରୋଗ ଦେଇ ଯାଉ, ସେତେବେଳେ ଅନୁଗ୍ରହ କ'ଣ କରେ ଜାଣିବାର ଅଛି। ଏଠି କାହାକୁ ରୋଗ ନାହିଁ? ସବୁକୁ ଅଛି। ଯାହାକୁ ନାହିଁ ଆଗକୁ ହେବ। ହେବ ନାହିଁ ବୋଲି ନାହିଁ, ହେବ ହେବ, ସବୁକୁ ହେବ। ଏଟା ହେଉଛି ରୋଗର ଶରୀର। ଏବେ ଆଖି ଦିଶୁଛି କି ନାହିଁ? ଆଖି ଦିଶିବ ନାହିଁ, ଟାଇମ୍ ଆସିବ, ବାଲ ପାଚିବ। ଏବେ ମିଟିଂ ଯାଇଥିଲି, ଜଣେ ମୋତେ କହୁଛି, ଆଜ୍ଞା ଆପଣଙ୍କୁ ଦେଖିଲେ ଆଜ୍ଞା 60-65 ପୁରା ଦୁଶୁଛନ୍ତି। ମୁଁ କହିଲି ହଁ, ମୋର ଚୁଟିକୁ 65 ବର୍ଷ ହେଲା, ମୋତେ 50 ବର୍ଷ ହେଇଛି। ମୋର ଆଗରୁ ମୋର ଚୁଟି ବୁଢ଼ା ହେଇଯାଇଛି। ମୋର ବାବାର ବାଲେତ କି ପାଚି ନଥିଲା, ଦେଖନି। ମୋର ବାପା 83 ବର୍ଷରେ ମରିଲେ, ତାଙ୍କର ବାଲେତ କି ପାଚି ନାହିଁ। ମୁଁ ଦିନ ଦେଖୁଥିଲି, ଓହୋ ଜାତିଆ, ମୋର ବାପାଠୁ ଅଧିକ ପାଚିଗଲୁ ତୁଇ। ଆଶ୍ଚର୍ଯ୍ୟ ଲାଗୁଛି ପ୍ରିୟ ଭାଇ ଭଉଣୀ ମାନେ। ଏଇଟା ରୋଗର ଶରୀର। ରୋଗ ଆସିବ, ଦୁର୍ବଳତା ହେବ, ଅଣ୍ଟା ବଥା ହେବ, ପିଠି ବଥା ହେବ। ରାତି ଯାକ ବସ୍ରେ ବସି ଆସିଛୁ। କାଲି ସନ୍ଧ୍ୟା 6ଟାରେ ଗୋଟେ ଜାଗାରେ ଚର୍ଚ୍ଚ ସରିଲା, 6ଟାରେ ସରିଲାରୁ 7ଟା ବେଳେ ବସ୍ ଚେକି କରି ଘରେ ଖେଟିଲୁ 9ଟା ବେଳେ। 9ଟାରେ ମୋ ସ୍ତ୍ରୀ କହୁଥିଲେ, ନାଇଁ ମୋର ମୁଣ୍ଡ କିନ୍ଦୁରୁଛି, ମୋତେ କେମିତି କହିଲି ଗାଧା ପାଧା ହୁଅ, ଗାଡ଼ିରେ ବସ। ଟିକେ ଆକିଲି ମୋ ଆସିଲେ, ଏବେ ଚେୟାରରେ ବସିଛନ୍ତି, ବାସ୍ ସରିଲା ତ। ହାତ ନାହିଁ ମୁଣ୍ଡ କିନ୍ଦୁରୁ କି ହାତ ଗୋଡ଼ ଥର ଥରୁ ଆଇବାକୁ ପଡ଼ିବ କି ନାହିଁ? ପ୍ରଚାରକୁ ବିବାହ କିସ୍ ପାଇଁ ହେବାର ନାହିଁ? ଯଦି ପ୍ରଚାରକୁ ବାହା ହେଇଛ ହେଲେ କ'ଣ? ଦୁଃଖରେ, ସୁଖରେ, କଷ୍ଟରେ, ବିପଦରେ, ସମ୍ପଦରେ, ଆପଦରେ ବୋଲି କହିଛୁ କି ନାହିଁ? ସେ ପ୍ରତିଜ୍ଞା କେଡ଼େ ଯିବ? ଏବେ ତ ଆମର ଘରେ ଗୋଟେ ବନାଇ କରି ଟାଙ୍ଗିବେ। କାହିଁକି ସବୁବେଳେ ମନେ ପଡ଼ିବା ପାଇଁ, ଆମେ କାହିଁକି ପରସ୍ପରକୁ ଆମେ ବାହାଇଛୁ? ଦୁଃଖ କଷ୍ଟରେ, ସମସ୍ୟାର ସହଯୋଗ କରିବା ପାଇଁ। ତ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେତେ ଲୋକ ଆସିଛୁ ଏମିତି ପାଙ୍ଗୁଆର ଥିଲୁ ବୋଲି ଭାରି ଆସିନୁ। ସମସ୍ତଙ୍କର କାମ ବନ୍ଦ କରି ଏକା ଆସିଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅନୁଗ୍ରହ କ'ଣ କରେ ମସ୍ତ ଖୋଲନ୍ତୁ। 2 Corinthians 12 ପର୍ବ 9 ପଦ। ଆଉ ସେ ମୋତେ କହିଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ କେତେବେଳେ କହୁଛନ୍ତି? ଏଇଟା ରୋଗ ପାଇଁ ପ୍ରାର୍ଥନା କରୁଛନ୍ତି, କଷ୍ଟ ପାଇଁ ପ୍ରାର୍ଥନା କରୁଛନ୍ତି, ଦୁଃଖ ପାଇଁ ପ୍ରାର୍ଥନା। ପ୍ରଭୁ କହିଲେ, ମୋର ଅନୁଗ୍ରହ ତୋର ପାଇଁ ଯଥେଷ୍ଟ। ଆମର ପରିତ୍ରାଣ ପାଇବା ପାଇଁ ଏକ ଅନୁଗ୍ରହ ନାହିଁ, ଦୁଃଖରେ ମଧ୍ୟ ସାହାଯ୍ୟ କରିବା ପାଇଁ ଅନୁଗ୍ରହ ଅଛି। ବେଳେବେଳେ ଆମମାନଙ୍କୁ ଦେଖି ଲୋକ ଭାବୁଥିବେ, ତୁମେ ଏତେ କଷ୍ଟ କେମିତି ସହିପାରୁଛ, ଏତେ ଦୁଃଖ କେମିତି ସହିପାରୁଛ? କାହିଁକି? ଅନୁଗ୍ରହ ଅଛି। ଏଠି କ'ଣ ଲେଖାଯାଉଛି? ରୋଗ, ଯେତିକି ଲୋକ ରୋଗ ଅଛି କି ନାହିଁ, କଷ୍ଟ ଅଛି, ସମସ୍ୟା ଅଛି, ସେମାନଙ୍କୁ ପ୍ରଭୁ କ'ଣ କହୁଛନ୍ତି? ତମର ପ୍ରତି ମୋର ଅନୁଗ୍ରହ ଅଛି ବୋଲି କହୁନାହାନ୍ତି। କ'ଣ ବୋଲି କହୁଛନ୍ତି? ତମର ପ୍ରତି ମୋର ଅନୁଗ୍ରହ ଯଥେଷ୍ଟ। 1 2 3 4 5 ନାହିଁ, ଯଥେଷ୍ଟ ଅନୁଗ୍ରହ ଅଛି। ତେଣୁ ଆପଣ ବ୍ୟସ୍ତ ହେବାର ଆବଶ୍ୟକ
ପ୍ରଭୁଙ୍କୁ ଗ୍ରହଣ କଲା ବେଳକୁ 2-3ଟା ଅନୁଗ୍ରହ ଲେଖା ହେଇଛି। ଆପଣ ମସ୍ତ ଖୋଲନ୍ତୁ, ଖୋଲା ତ ଆପଣ ଦେଖିବେ। ଏଫିସିଓ 2 ପର୍ବ ଦେଖନ୍ତୁ କେତେ ସୁନ୍ଦର ଲେଖାଯାଉଛି ଏଠି। ଏଫିସିଓ 2 ପର୍ବ ତାର 5, 6, 7, 8 ପଢିବେ। ସେଥିସକାଶେ ଆମ୍ଭମାନଙ୍କୁ ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପାଇଅଛ। ପ୍ରଥମ ଥର ଲେଖା ହେଲା ଅନୁଗ୍ରହ ତୁମାନେ ପରିତ୍ରାଣ ପାଇଅଛ। ପୁଣି ତାହାଙ୍କ ସହିତ ହଁ। ଆମମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ହଁ। ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। ଉପବେଶନ କରାଇଅଛନ୍ତି। ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ହଁ। ସେ ଆମମାନଙ୍କ ପ୍ରତି କରୁଣା କରି ହଁ। ଆଗାମୀ ଯୁଗରେ ହଁ। ଆପଣା ଅନୁଗ୍ରହର ଅତ୍ୟଧିକ ଧନ ଆଉ ଲେଖା ଅଛି ଅନୁଗ୍ରହ ବୋଲି କରି ହେଲା। 5 ପଦରେ ଅନୁଗ୍ରହ, 7 ପଦରେ ଅନୁଗ୍ରହ, 8 ପଦରେ କ'ଣ ଲେଖା ଅଛି? ଅନୁଗ୍ରହରେ ବିଶ୍ୱାସ ତୁମାନେ ପରିତ୍ରାଣ ପାଇଅଛ। ଅନୁଗ୍ରହ 3 ଥର ଲେଖା ହେଇଛି। ଉଦ୍ଧାର ପାଇବା ପାଇଁ 3 ଥର ଅନୁଗ୍ରହ ଲେଖା ହେଇଛି। କିନ୍ତୁ ଦୁଃଖ କଷ୍ଟ ପାଇଁ 3 ଥର ନାହିଁ, କେତେ ଥର? ଯଥେଷ୍ଟ। ତେଣୁ ଆପଣମାନେ ଯେତେବେଳେ ଦୁଃଖ କଷ୍ଟ ଯାଉଛନ୍ତି ସେ ସମୟରେ ପ୍ରଭୁଙ୍କର ଅନୁଗ୍ରହ ଯଥେଷ୍ଟ। ନହେଲେ ଦୁଃଖ କଷ୍ଟରୁ ବାହାରି ଆସି ହେବ ନାହିଁ। ପ୍ରଭୁଙ୍କ ଅନୁଗ୍ରହ ଅଛି। ଆମେ ମା ମାନେ ଆଗେ କେମିତି କାନ୍ଦୁଥିଲୁ କେ ମରଲେ ବୋଲେ ସେ ଲୋକ ଆକା କି ନାହିଁ, ପ୍ରେମ କମିଗଲା କି ପ୍ରେମ ଅଛି ଆକା। ଆଗ କେମିତି କାନ୍ଦୁଥିଲୁ, ଏ ବାପରେ ବିଦିଆ ଗାଲି କୋଉଠି ମରିଗଲା ଗଲେ ବୋଲେ ପୁରା ପାଲଟି ମାରି ତା ଲୁଗା ପଟା ଗୋଟାଡେ ଦାନ୍ତ ତା ଘଷା ଘଷି ନାଇନି ଚୁଟୁର ବାଲ ଜିକି ଗାଲ ମନ କୋର ପିଇ କାନ୍ଦୁଥିଲେ କି ନାହିଁ। ବସ୍ ରେ ଚେଗଲା ବେଳକୁ ଏ ଲୋକ କାନ୍ଦବୁ ନାହିଁ, ଦେଖ ବାଟେ ଉତରାଇବେ ବୋଲେ ସେ ରୁମାଲ ଚୁଟି କରି ବସ୍ ଉତରୁ ଷ୍ଟାର୍ଟ ସତ କି ନାହିଁ ଭୟଙ୍କର କାନ୍ଦୁଥିଲେ। ସେ ଆସୁଛୁ ଜାଣା ପଡୁ କାନ୍ଦି ଆଇଲା ମଜି ଆଟୁକି ଆଇଲା, ତାର ଭଉଣୀ ଆଇଲା, ତାର ଭାଞ୍ଜି ଆଇଲା, କାନ୍ଦି ଆସିଥିଲେ। ଏବେ ଏ କାନ୍ଦବା ଲୋକ ଆସି କାନ୍ଦବା ଲୋକ ଅଳ୍ପ କାନ୍ଦବେ, ଏ କାନ୍ଦବା ଲୋକ ବସିକି ଗପସପ କରୁଥିବେ ସତ କି ନାହିଁ। ଏ ଦେଲ ସେ ଦେଲ ଅଳ୍ପ କାନ୍ଦବେ ଆରି ପୁଣି କଥାବାର୍ତ୍ତା ଦେଖିଛ। କାନ୍ଦବାର ବଡ଼ ଷ୍ଟାଇଲ ହେଇଗଲା ଆଜିକାଲି। ବେଶୀ କାନ୍ଦୁ ମିଶା ନାହାନ୍ତି, ପାଉଡର ଫାଉଡର ଲଗାଇ ମେକଅପ୍ କରି ଏତିକି କାନ୍ଦ କାନ୍ଦବା ଲୋକ ବସି ଗପୁଥିବେ ସତ କି ନାହିଁ। ପରେ ହେଠି ପାଲକ ଆଗେ ଆସିଲେ ନେବାବେ ବୋଲେ ସେଠି କାନ୍ଦିଦେବେ, ମୋଡ଼ ବାହାର କଲା କାନ୍ଦିଦେବେ। ଚୁପ୍ ହେଇକରି ଆଟରେ କାରରେ ବସିବେ, ଚୁପଚାପ କବର ପଦାରେ ବସିଥିବେ। ତାପରେ ପେଡ଼ି ଉତରା କରିବେ, ତାପରେ ମାଟି ତେଲ କରିବେ, ତାପରେ ଘରେ ଚୁପଚାପ। ନାଇଁ ଦୁଃଖ ନାହିଁ କି? ଦୁଃଖ ଅଛି, କିନ୍ତୁ ଆମେ ଏବେ ଜାଣିଲୁ କ'ଣ ସେମାନେ ମରିଗଲେ ମିଶା ଗୋଟେ ଦିନ ତାଙ୍କୁ ଭେଟବୁ। ଏଇଟା ଅଳ୍ପ ସମୟ ପାଇଁ ଆମର ବିଚ୍ଛେଦ ହେଇଛି, ଅଳ୍ପ ସମୟ ପାଇଁ ଅଲଗା। ଏ ଦୁଃଖରେ ଆମେ କାନ୍ଦୁଛୁ ସତ ନା ନାହିଁ। ଆରେ ଭେଟବୁ ନାଇଁନି କେବଳ କାନ୍ଦୁଛୁ କି ନାଇଁ। ଯଦି ତମର ଘରେ କିଏ ମଦୁଆମୁଦି ମରିଗଲା ବୋଲେ ଦୁରୁମ ଛାଡ଼ତେ କାନ୍ଦବୁ। ତାଙ୍କର ଭେଟବାର ଚାଷାରି ତା କରି ନାଇଁନି। ମଦୁଆ ଯଦି ମରିଗଲା କାନ୍ଦ ଗୋଟେ ମାସ ଯାକ ପେଟ ପୁରତେ ଖାଅ, ଦୁରୁମ ଛାଡ଼ତେ ଭୁକେ କାନ୍ଦବ ନାହିଁ, କାରଣ କାନ୍ଦି ପାରିବ ନାହିଁ। ଭଲ କରି ଖାଇବ, ଦୁରୁମ ଛାଡ଼ତେ କାନ୍ଦବ। କାହିଁକି ଗୋଟେ ମାସ ଯାକ କାନ୍ଦୁଛୁ, ତାକେ ଦେଖିବି ତାକି लो ସେଟା ପାଇଁ ମୁଇଁ ଆମମାନଙ୍କର ପ୍ରଚାରକ ମାନଙ୍କୁ ସେ ମଦୁଆ ପାଇଁ ପ୍ରାର୍ଥନା କରିବା 500 ଟଙ୍କା ଦେଲେ ଆମେ ଥାବି ଦେଇ ପ୍ରାର୍ଥନା କରିଦେବୁ, ପ୍ରଭୁ ତାକୁ ସ୍ୱର୍ଗରେ ଜାଗା ଦିଅ। ପ୍ରଭୁ କହିବେ ତକା ଜାଗା ମିଳିଛି କି ନାହିଁ ଦେଖ, ତାକେ ଜାଗା ମାଗି ଦେଉଛୁ। ଭାଇ ଭଉଣୀ ମାନେ ମଦୁଆ ମାନେ ମରିଗଲେ, ଜୁଆରୀ ମରିଯିବ, ଡବଲ ସିମ୍ ମରିଯିବ, ଭଲ କରି କାନ୍ଦ। ଏ ଦୁଇଟା ମାଝି ଦେରି ସ୍ୱର୍গে କୋଉଠି ଯିବାର କହିବେ, ହେଠି ପ୍ରଭୁ ଏଟା ସାନଲି ରାଜା, ଏଟା ବଢଲି ବୋଲି କହିବ ନାଇଁ। ମୃତ୍ୟୁ ପର୍ଯ୍ୟନ୍ତ ଗୋଟେ ଏକା ଥିବ। ଯଦି ସ୍ୱାମୀ କି ସ୍ତ୍ରୀ ମରିଗଲେ ଆରି ଗୋଟେ ବିବାହ ହେଇପାରିବ, ଇଚ୍ଛା କଲେ ସେଟା ମିଶା ତମର ଉପରେ ନିର୍ଭର କରୁଛି। ଆମେ ବିଶ୍ୱାସୀକୁ ଏକା ବୋଲି କୁହାହଉଛି, ଅବିଶ୍ୱାସୀକୁ ନାହିଁ। ତ ପ୍ରଭୁ କ'ଣ କରନ୍ତି? ଚତୁର୍ଥ ବିଷୟ, ଆମେ ଦୁଃଖ କଷ୍ଟ ଦେଇଯାଉ, ସମସ୍ୟା ଦେଇଯାଉ, ସେଇ ସମୟରେ ଅନୁଗ୍ରହ ଦ୍ୱାରା କ'ଣ କରନ୍ତି? ଆମକୁ ବଳିଷ୍ଠ କରନ୍ତି। ସେଥିପାଇଁ ଦେଖିବେ 2 Corinthians 12 ପର୍ବ ତାର 10 ପଦଟି ପଢ଼ିବେ। ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ସନ୍ତୁଷ୍ଟ। ପୁଣି ସନ୍ତୁଷ୍ଟ ହିଁ ହେବ। କ'ଣ ଲେଖା ଦେଖନ୍ତୁ, ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ ବି ସନ୍ତୁଷ୍ଟ, ଅପମାନରେ ବି ସନ୍ତୁଷ୍ଟ, ଦୁର୍ଦ୍ଦଶାରେ ସନ୍ତୁଷ୍ଟ, ତାଡ଼ନାରେ ସନ୍ତୁଷ୍ଟ, ସଙ୍କଟରେ ସନ୍ତୁଷ୍ଟ। କେମିତି ସନ୍ତୁଷ୍ଟ ହେବ? ମୋର ପ୍ରଭୁ ଅଛନ୍ତି। ଦୁଃଖରେ ମିଶା ମୋର ପ୍ରଭୁ ଅଛନ୍ତି, ଅଭାବରେ ମୋର ପ୍ରଭୁ ଅଛନ୍ତି, ସମସ୍ୟାରେ ମୋର ପ୍ରଭୁ ଅଛନ୍ତି, ତାଡ଼ନା ବେଳେ ମିଶା ପ୍ରଭୁ କେବେ ପଳାଇବେ ନାହିଁ, ଛାଡ଼ିକରି ସାଙ୍ଗରେ ଥିବେ।
ସେଇଥିପାଇଁ କ'ଣ ଅନୁଗ୍ରହ ଆମକୁ କ'ଣ କରେ ପ୍ରିୟ ମାନେ ଅନୁଗ୍ରହ ଆମମାନଙ୍କୁ ଦୁଃଖ ଭୋଗ କରିବା ପାଇଁ ମଧ୍ୟ ସାହାଯ୍ୟ ନହେଲେ ଏତେ ବଡ଼ ବଡ଼ ଦୁଃଖ ହେଲେ ଆମେ କେମିତି ଆସିଥାନ୍ତୁ ଏଠି କେମିତି ଆସିଥାନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେତେବେଳେ ମୋର ମା ମରିଗଲେ ଗୋଟେ ପାଷ୍ଟର ଆସି କହିଲେ ଆଜ୍ଞା ଗୋଟେ ମାସ ଯାକ ଆଜ୍ଞା କୁଆଡ଼େ ଯାଉ ନାହିଁ ଦୁଃଖ ତ ପଡ଼ିଛି ଘରେ ଥାଅ ମୁଇଁ ମୋ ଢାଳି ହଁ ବୋଲିଲି ମୁଇଁ ପୁଣି ମୋର ମା ମରିଗଲା ଗୋଟେ ମାସ ଯାକ ବସି କାନ୍ଦୁଥିବି ପ୍ରଚାର କିଏ କରିବ କାନ୍ଦିଲି କୁଟକୁଟା ବେଗ ଧରି ବାହାରିଲି ପ୍ରଚାର କଲି ଘରେ ଗଲେ ହେତୁ ପଡ଼ୁଥିଲା କାନ୍ଦି ଦେଉଥିଲି ଖାଇ ଦେଉଥିଲି ଆଉ ବେଗ ଧରି କରି ଏବେ ବି ଯେବେ ମନେ ପଡ଼ିଲେ ଟିକେ କାନ୍ଦି ଦେଉଛି ଚିଡ଼ିଗଲା କଥା କି ନାହିଁ ଆରେ ସେ କାମ ଧନ୍ଦା ଛାଡ଼ି ପୁଣି କାନ୍ଦି କାନ୍ଦି ବସିଥିବୁ ନାଇଁ 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 ହଁ ନାଇଁ ନାଇଁ ସେମିତି ହେବ ନାହିଁ ଆମେ କାହିଁକି ଆମେ ପ୍ରଭୁକୁ ଜାଣିଛୁ ଆମର ପ୍ରତି ପ୍ରଭୁଙ୍କର ଅନୁଗ୍ରହ ଅଛି ଆଜି ସିନା ଡାଲି ଭାତ ଖାଉଛୁ କାଲିକି ମାଂସ ଭାତ ବି ମିଳିବ କି ନାହିଁ ଆଜି ସୂତା ଶାଢ଼ୀ ଭଉଣୀ ମାନେ ଜୀବନ ସୂତା ଶାଢ଼ୀ ପିନ୍ଧିବ କି ଗୋଟେ ସମୟ ଥିଲା ସେ ସୂତା ଶାଢ଼ୀକୁ କାଚି କାଚି ପିନ୍ଧୁଥିଲୁ ଏ ବାଡ଼େ ଫାଟିଲେ ଭିତରେ ପିନ୍ଧୁଥିଲୁ ସେ ବାଡ଼େ ଫାଟିଲେ ଏ ବାଡ଼େ କରୁଥିଲୁ କିନ୍ତୁ ସେ ଦିନ ପଳେଇଲାଣି କି ନାହିଁ ଏବେ ଆମର ଘର ପିନ୍ଧା ଲୁଗା ଯୋଉଟା ପିନ୍ଧୁଛୁ କି ନାହିଁ ପର୍ବ ବେଲେ ସେଟା ପିନ୍ଧୁଥିଲୁ ସତ ନା ନାହିଁ ପର୍ବରେ ଆମେ ଯୋଉଟା ପିନ୍ଧୁଥିଲୁ ଏବେ ଆମର ଘର ପିନ୍ଧା ଲୁଗା ଆଗ ଆମର ପିଲାମାନଙ୍କୁ ଚେଡ଼ି ନଥିଲା ସତରେ ପିଲାକୁ ଏବେ ସେ ପିଲା ଚେଡ଼ିକୁ ଗଡ଼ ପୁଛବା କନା କରିଦେଇଛି ଘରେ ସତରେ ପକାଛୁ କି ନାହିଁ ଅନେକଙ୍କର ବାଥରୁମ୍ ପାଖରେ ଦେଖିବେ କୁ ପ୍ୟାଣ୍ଟ ଥିବ ପିଲାର ପ୍ୟାଣ୍ଟ ତାଙ୍କ ନାଇଟିକୁ ପକାଇ ଦେଇଥିବେ ଗଡ଼େ ପୁଛ ବୋଲିକରି ବେଶୀ ହେଲା ଆଗ ରାନ୍ଧିଲେ କ'ଣ ଆମର ଘର ଡେକ୍ସିରେ ଭାତ ବୋଲୁ ନଥିଲା ଏବେ ଏତିକି ରାନ୍ଧୁଛୁ ଫିଙ୍ଗିଲା ବେଳେ କୁକୁର ଖାଇ ଖାଇ ଧୂମା ହେଇ ଭୁକି ପାରୁନି କୁକୁରକୁ ଦେଖିଛ କି ନାହିଁ ଖାଇ ଖାଇ ମୋଟା ହେଇଛି କୁକୁର ଭୁକି ପାରୁନାହିଁ ସେତିକି ଫିଙ୍ଗୁଛୁ ଆମେ ଆରେ କୁକୁର ମାନଙ୍କୁ ଦେଖିଛି ଖ୍ରୀଷ୍ଟିଆନ ସାହି ଯାକ ଥିବେ ମୁଁ କଟକରେ ରହୁଛି ସେ ଭିନ୍ ସାହିରେ ଯାଉନାହାନ୍ତି ଖ୍ରୀଷ୍ଟିଆନ ସାହିରେ କୁକୁର ଗଦା ଗଦା আমার সাইড কোটে কোট ভারি আসবে আমার দাঁড়ে তুমি গলে কুকুর ভারি আসবে কাইকি বলে বেশ দিন পরে আইব কি নাই কুকুর মানে জগি দিয়েছিবে হ্যাঁ কোনটা তো খাইবা দেবার আছে দিনে গোটে ডবার বিস্কুট লা ମୋ ସ୍ତ୍ରୀ ଭାବୁଛନ୍ତି କ'ଣ ସକାଳେ ଚା ବିସ୍କୁଟ ଖାଇବୁ ବୋଲିକି ସନ୍ଧ୍ୟା ବେଲେ କୁକୁର ଭାରି ଆସିଲା ଆରେ ମୋ ଦାଣ୍ଡରେ ବସିଛି ତାକୁ ସବୁ ବିସ୍କୁଟ ଛିଡ଼ାଇ କରିଦେଲି ଖାଇଦେଇ ଖସ ଖସ ପଳେଇଲା ପରେ ମୋର ସ୍ତ୍ରୀ ଚା ବନାଇ କରି ବିସ୍କୁଟ ଖୋଜୁଛନ୍ତି କୋଉଠି ବିସ୍କୁଟ ମିଳିବ ତାରି ତାକୁ କହିଲି ନାଇଁ ମୋ ବିସ୍କୁଟ ସବୁବେଳେ ଖାଉଛୁ ଆଜି ବିସ୍କୁଟ ଖାଇବା ନାହିଁ ରସ୍କ ଖାଇଦେବା ତେଣୁ ବିସ୍କୁଟ କୁକୁରকে ଦେଇଛି ବୋଲି ମୁଇଁ କୁକୁର ଆମକୁ ଛାଡ଼ିବ କି ଛାଡ଼ିବ ନାହିଁ ମୁଁ କହିବା ପାଇଁ ଚାହେଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆମର ଜୀବନରେ ଦୁଃଖ ଥିଲା କଷ୍ଟ ଥିଲା ଅଭାବ ଅଛି ସମସ୍ୟା ଅଛି ୟାର ଭିତରେ ପ୍ରଭୁଙ୍କର ଅନୁଗ୍ରହ ମଧ୍ୟ ନହେଲେ ଏତିକି ଦୂର ଆମେ ଆସିପାରିନଥାନ୍ତୁ ଆମେ ଆଜି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ତାର ଅନୁଗ୍ରହ ଆମ ପ୍ରତି ରଖିଥିବାରୁ ଗୋଟେ ପଦ ଲେଖାଯାଉଛି ଆପଣଙ୍କୁ ଲେଖାଯାଉଛି ପ୍ରେରିତ ତାର 13 ପର୍ବ 43 ପଦ ପ୍ରେରିତ 13 ପର୍ବ ତାର 43 ପଦ ହଁ 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 କଣ କଲେ ଈଶ୍ୱରଙ୍କର ଅନୁଗ୍ରହରେ ସ୍ଥିର ରହିବା ପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରତ୍ୟେକଙ୍କୁ ଦୁଃଖ ଆସୁ କଷ୍ଟ ଆସୁ ସମସ୍ୟା ଆସୁ ନିନ୍ଦା ଆସୁ ତାଡ଼ନା ଆସୁ ଆପଣ କ'ଣ କରିବାର ଅଛି ପ୍ରଭୁଙ୍କର ଅନୁଗ୍ରହରେ ସ୍ଥିର ରହିବାର ଅଛି ସେଇଥିପାଇଁ ଅନୁଗ୍ରହ ଦିଆହେଇଛି ସ୍ଥିର ରହିବା ପାଇଁ ମଝିରେ ଗୋଟେ ଗାଁରେ କେତେ ବିଶ୍ୱାସ ମାନଙ୍କୁ ଗାଁରୁ ଖେଦିଦେଲେ ଗାଁରୁ ବାହାର କରିଦେଲେ ସେମାନଙ୍କୁ ତମେ ଗାଁରେ ରହିପାରିବ ନାହିଁ ଗାଁରେ ରହିବାର ଅଛି ଯୀଶୁକୁ ଛାଡ଼ିବା ଅଛି କହିଲା ଗାଁ ଛାଡ଼ିବି ସେ ଯୀଶୁକୁ ଛାଡ଼ିବି ନାହିଁ ବୋଲିଲା ସେ ଜଣେ ଲୋକ କ'ଣ ବୋଲି କହିଲେ ତୋ ଜମି ବାଡ଼ି ତ ଦେବୁ ନାହିଁ ଯୀଶୁକୁ ଗ୍ରହଣ କଲେ ନେଲେ ନିଅ ବୋଲି ବାହାରି ପଡ଼ିଲା କୁଲିପତିରେ ଖାଇ ମାତ୍ର ଯୀଶୁକୁ ଛାଡ଼ିବି ଘର ଜାଳି ଦେଉଛନ୍ତି ମାରି ପକାଉଛନ୍ତି ଯୀଶୁକୁ ଏ ମାଟି ମୁଣ୍ଡା ମାନେ ବୁଝିପାରୁନାହାନ୍ତି ଏଇଟା ଚାଉଳ ବସ୍ତା ଖାଇବା ଖ୍ରୀଷ୍ଟିଆନ ନାହିଁ ଏଇଟା ଯେ ଏତେ ନିନ୍ଦା ହେଲେ ଏତେ ତାଡ଼ନା ହେଲେ ଏତେ ସମସ୍ୟାରେ ମଧ୍ୟ ଯୀଶୁକୁ ଛାଡ଼ୁନାହାନ୍ତି ବୋଲେ କ'ଣ ପାଇଁ ଛାଡ଼ୁନାହାନ୍ତି ଯୀଶୁଙ୍କ ଠାରେ କ'ଣ ମିଳିଛି ଏଇଟା ତ ଜାଣିବାର ଅଛି କି ନାଇଁ ମରିଗଲେ ବି ଯୀଶୁକୁ ଛାଡ଼ୁନାହାନ୍ତି ସ୍ତିଫାନକୁ ପଥର ଫୋପାଡ଼ି ମାରିଦେଲେ ମରିଗଲା ମାତ୍ର ଯୀଶୁକୁ ଛାଡ଼ି ନାହାନ୍ତି ସେ ଯୀଶୁ ସେମିତିକା ଯୀଶୁ ସେ ଯୀଶୁକୁ ଗ୍ରହଣ କଲେ କ'ଣ କରିବେ ଅନୁଗ୍ରହ ଦେବେ ଆମେ ଅନୁଗ୍ରହରେ ସ୍ଥିର ହେଇକି
ଅନୁଗ୍ରହ ସ୍ଥିର ହୋଇ ରହିବା ଅଛି। ପ୍ରଭୁ ଆପଣମାନଙ୍କୁ ମୋତେ ଅନୁଗ୍ରହ କରନ୍ତୁ ପ୍ରିୟ ଭାଇ ଭଉଣୀମାନେ, ସେ ଅନୁଗ୍ରହ ସ୍ଥିର ହୋଇ ରହିବା। ଶେଷରେ ମୁଁ କହି ସାରିବା ପାଇଁ ଚାହେଁ, ଏ ଅନୁଗ୍ରହ କ'ଣ କରେ? ଏ ଅନୁଗ୍ରହ ଆମ ପାଇଁ କ'ଣ କରେ? ଶେଷ ପଦ ପଢ଼ିବା ମାନେ ଏଫେସୀୟ 2 ପର୍ବ 7 ପଦ। ଏଫେସୀୟ 2 ପର୍ବ ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। କ'ଣ କରନ୍ତି? ଆଗାମୀ ଯୁଗ ପାଇଁ। କୋଉ ଯୁଗ ପାଇଁ ଏଟା? ଆଗାମୀ ଯୁଗ ପାଇଁ। ଅନୁଗ୍ରହ କ'ଣ ପାଇଁ? କେବଳ ପରିତ୍ରାଣ ପାଇବା ପାଇଁ ନୁହେଁ, ଅନୁଗ୍ରହ କେବଳ ଧାର୍ମିକ ଜୀବନ କାଟିବା ପାଇଁ ନୁହେଁ, ଅନୁଗ୍ରହ ପରୀକ୍ଷାର ଦୁର୍ବଳତା ସାହାଯ୍ୟ କରିବା ପାଇଁ ନୁହେଁ, ଅନୁଗ୍ରହ କେବଳ ରୋଗର ସାହାଯ୍ୟ କରିବା ପାଇଁ ନୁହେଁ, ଅନୁଗ୍ରହ କ'ଣ ପାଇଁ? ଆଗାମୀ ଯୁଗ ପାଇଁ ମଧ୍ୟ, ମାନେ ଅନନ୍ତ ଗୌରବରେ ଆମମାନଙ୍କୁ ଅନୁଗ୍ରହ କରେଇ ନେଇଥାଏ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ଏ ଅନୁଗ୍ରହ ଆମକୁ ଦରକାର, ପ୍ରଭୁଙ୍କର ଅନୁଗ୍ରହ। ଆମେ ସେ ଗୀତ ବେଳେ ବେଳେ ଗାଉଛୁ, ମୋର ବଳ ମୋତେ ଛାଡ଼ିଗଲେ ବି ତମର ଅନୁଗ୍ରହ ମୋତେ ଉଠାଇବ। ପ୍ରଭୁ, ମୋର ବଳ ଛାଡ଼ିଯାଏ, ମୁଁ ଦୁର୍ବଳ ହେଇଯାଇପାରେ, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋ ପ୍ରତି ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଅନୁଗ୍ରହ ଆମ ପ୍ରତି ରହିଛି। ଗୋଟେ ପଦ ଯଦି ପଢ଼ିବା, ବାଇବଲର ଶେଷ ପଦ କାଢ଼ନ୍ତୁ, ପ୍ରକାଶିତ ବାକ୍ୟ 22:21। ପ୍ରକାଶିତ ବାକ୍ୟ, ହଁ, ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍। ବାସ୍, ଏଇଟା ମୁଁ କହିକି ସାରିବା ପାଇଁ ଚାହେଁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ କ'ଣ ହଉ? ସମସ୍ତଙ୍କର ସହବର୍ତ୍ତୀ ହେଉ। ଆମେନ୍। କାହିଁକି ଏଇଟା ହେବା ଦରକାର? ଏଇ ପ୍ରତିଜ୍ଞା ପରେ ଏଇଟା ଲେଖା ହେଇଛି। 20 ପଦ ପରେ 21 ପଦ ଲେଖା ହେଇଛି। 20 ପଦରେ କ'ଣ ଲେଖା ହେଇଛି? ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛି, ଯେ ଏହି ସମସ୍ତ ବିଷୟ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି ସତ୍ୟ ସତ୍ୟ ଆମେ ଶୀଘ୍ର ଆସୁଅଛୁ। ଆମେନ୍। ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ। କ'ଣ ଲେଖା ଅଛି? ସତ୍ୟ ଆମେ ଶୀଘ୍ର ଆସୁଅଛୁ। ଏଇ ପ୍ରତିଜ୍ଞା ପରେ କ'ଣ ଲେଖା ଯାଉଛି? ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। ପ୍ରଭୁଙ୍କର ଆସିଲା ବେଳକୁ ଯଦି ଅନୁଗ୍ରହ ଆମ ସହିତ ନଥିବ, ଆମେ ତାକୁ ସାକ୍ଷାତ କରିବାକୁ ଯାଇପାରିବା? ତ ଆମମାନଙ୍କର ପରିତ୍ରାଣ ପାଇବାର ଦିନ ଠାରୁ ଯୀଶୁକୁ ସାକ୍ଷାତ କରିବା ଦିନ ପର୍ଯ୍ୟନ୍ତ ଆମକୁ ଅନୁଗ୍ରହ ଦରକାର। ଅନୁଗ୍ରହ, 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 ଅନୁଗ୍ରହ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ପ୍ରତ୍ୟେକ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ଆମକୁ ଯେଉଁ ଅନୁଗ୍ରହ କରିଛନ୍ତି, ସେ ଅନୁଗ୍ରହ ଆମମାନେ ବିନା ମୂଲ୍ୟରେ ପାଇନାହୁଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣାର ଜୀବନ ଦେଲେ ଆମମାନଙ୍କୁ ଦୟା କରିଛନ୍ତି। ପ୍ରତ୍ୟେକ କହିବା ପାଇଁ ଚାହେଁ, ଆସନ୍ତୁ ନିଜ ସ୍ଥାନରେ ଠିଆ ହେବା ଆଉ ପଦେ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଆପଣ ଆପଣ ସ୍ଥାନରେ ଠିଆ ହେବା, ପ୍ରାର୍ଥନା କରିବା ପାଇଁ ଯିବା। এই ভ্রষ্ট জগତରେ, এই মন্দ জগତରେ ଯଦି ଆଜି ଆମମାନେ ସୁରକ୍ଷିତ ଅଛୁ, ମୋର ପ୍ରିୟ ଭାଇ ଭଉଣୀ ମାନେ, କେବଳ କେବଳ ପ୍ରଭୁଙ୍କର ଅନୁଗ୍ରହରେ। ମୁଁ ଆପଣମାନଙ୍କୁ କହୁଥିଲି, ଅନୁଗ୍ରହ ଆମମାନଙ୍କୁ ଫ୍ରିରେ ଦିଆଯାଉଛି, କିନ୍ତୁ ଶସ୍ତା ନୁହେଁ। ତାକୁ ନଷ୍ଟ ହେବା ପାଇଁ ଆମେ ଦେବା ନାହିଁ। ଅନୁଗ୍ରହ ଦ୍ୱାରା ଆମେ ରକ୍ଷା ପ୍ରାପ୍ତ ହେଇଛୁ। ଅନୁଗ୍ରହରେ ଆମେ ପତିତ ହେବା ନାହିଁ। ବିଭିନ୍ନ ପ୍ରକାର ଶିକ୍ଷା ଆସୁଛି, ଆମେ ବିଚଳିତ ହେବା ନାହିଁ। ଅନୁଗ୍ରହରେ ସ୍ଥିର ହେଇକି ଆମେ ରହିବା। ଅନୁଗ୍ରହ ଆମମାନଙ୍କୁ ଧାର୍ମିକତା ଆଡ଼କୁ କଢ଼େଇ ନେଉଛି। ଅନୁଗ୍ରହ ପାପ କରିବା ପାଇଁ ନୁହେଁ, ପାପ ନ କରିବା ପାଇଁ, ପରୀକ୍ଷାରେ ଦୁର୍ବଳତାରେ ସାହାଯ୍ୟ କରିବା ପାଇଁ ପ୍ରଭୁ ଆମ ପାଇଁ ଅନୁଗ୍ରହ ଦେଇଛନ୍ତି। ଅନୁଗ୍ରହ କ'ଣ ପାଇଁ ଦେଇଛନ୍ତି? ଦୁଃଖ ଭୋଗ ସମୟରେ ବଳିଷ୍ଠ ହେବା ପାଇଁ। ଦୁଃଖ ଭୋଗ ସମୟରେ ବଳିଷ୍ଠ ହେବା ପାଇଁ ଅନୁଗ୍ରହ କାହିଁକି ଦିଆଯାଇଛି? ଅନନ୍ତ ଗୌରବରେ ପ୍ରବେଶ କରିବା ପାଇଁ। ଅନନ୍ତ ଗୌରବରେ ପ୍ରବେଶ କରିବା ପାଇଁ। ବାଇବଲର ଶେଷ ପଦ ପଢୁଥିଲୁ, ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କର ସହବର୍ତ୍ତୀ ହେଉ। ଏଟା 20 ପଦ ପରେ ଲେଖାଯାଉଛି। ଯେତେବେଳେ ପ୍ରଭୁ କହୁଛନ୍ତି ଆମେ ଶୀଘ୍ର ଆସୁଅଛୁ, ତାପରେ এই ପଦ ଲେଖାଯାଉଛି ଅନୁଗ୍ରହ ତୁମ ସହବର୍ତ୍ତୀ ହେଉ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରତ୍ୟେକ ପ୍ରଭୁଙ୍କ ଆଡ଼କୁ ଅନେଇବା। ଆଜି ଯଦି ଆମେ ଏଠି ଅଛୁ, ତାଙ୍କର ଅନୁଗ୍ରହରେ ଅଛୁ। କେତେ ଦୁଃଖ ଆସିଛି, କେତେ ନିନ୍ଦା ଆସିଛି, କେତେ ଅପମାନ ଆସିଛି, କେତେ ସମସ୍ୟା ଆସିଛି, ଏସବୁ ଭିତରେ ଅନୁଗ୍ରହ ହିଁ ଆମ ସହିତ ଅଛି। ସେ ଗ୍ରେସ୍, ସେ ଅନୁଗ୍ରହ ଏବେ ଯେ ଆମମାନଙ୍କୁ କଢ଼େଇ ଆଣିଛି। ଆମମାନେ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା ପାଇଁ ଯିବା। ପ୍ରଭୁଙ୍କୁ କହିବା, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର ପ୍ରଭୁ, ଯେପରି ଆମେ ଅନୁଗ୍ରହ ସ୍ଥିର ରହିବୁ। ମୋର ଭାଇ ଭଉଣୀ ମାନେ,
जदि एबे भी कौनसी पापरे अछंती, एबे भी कौनसी मंदतारे अछंती, एबे भी कौनसी असुतार जीवन काटुछंती, सुजोग अछि। जदि कास्त अशांति हिचंती, मनमालिन हिचंती, गुप्त पापरे अछंती, समस्या अछंती, सुजोग आम पाए प्रभु को पाखु जाई कर कहि परिबा, प्रभु मते दया करो। और तांकर अनुग्रह हमको दया करि थाए, अनुग्रह प्रभु हमको दया करि थांती। दुख कष्ट जीवन रे केते अछि, समस्या अछि, किंतु अनुग्रह अनुग्रह हमें ताको नष्ट हेबा पाई देबा नै। आज क्षमा पाई परिबा। एबरी पुस्तक लेखक लेखुचंती अनुग्रह अछि, तुमे दया सिंहासन पाखु जाई परिबो। से सिंहासन पाखु जाई कहि परिबो, प्रभु मते भूल ही जाइछि, प्रभु मु पाप करि देइछि, प्रभु मु करिबा कथा नाइ, प्रभु मु करि देइछि, मते दया करि सहाय्य करो। से अनुग्रह आपन को पुनि थरे उठाइबो। प्रार्थना करिबा, चक्षु बंद करिबा, समस्ते समस्ते चक्षु बंद करिबा, प्रभु को पाखु जिबा आ कहिबा, प्रभु मु आपन को पाखु आसुछि। से अनुग्रह थिबारु प्रिय भाई भणी माने आमानिटी बसी पारिछु, से अनुग्रह थिबारु आमाने स्थान उपस्थित होई पारिछु। से अनुग्रह एबे जे आमन को कढे आनिछि, आमन को प्रभु छाड़ी नाहंती, एबे जाय से धरि रखिछंती, एबे जाय सुरक्षा देइछंती, एबे जाय आमन को समस्त जत्न नैछंती। से अनुग्रह सकासे प्रार्थना करिबा, प्रार्थना करिबा, हाथ जोड़िबा, मुंड नुआइबा। जदि प्रभु को आत्मा एबे भी आपन को जीवन रो पाप गुडी को देखाई दउछि, आत्मा आपन को कहउछंती पुअरे झिओरे तो जीवन रे एई पाप अछि, तो जीवन रे एई मंदता अछि, एबे क्षमा मागी पारबे। एबे प्रभु को कहि पारबे, प्रभु मते दया करो। आ केते दिन हमें घृणा करिबा, केते दिन अशांति रहिबा, केते दिन लुचाई लुचाई पाप करिबा, केते दिन मंदता रहिबा। आज से समय आउ नाही। अनुग्रह आपन को प्रति शेष हेबा पूर्वरु से अनुग्रह को सठिक व्यवहार करंतु। आपन को मते प्रभु जतिकी अनुग्रह देइछंती, से अनुग्रह को हमें नष्ट करिबा नाही, अनुग्रह रु पतित हमें हेबा नाही। प्रार्थना करिबा, समस्ते समस्ते प्रार्थना करिबा, समस्ते प्रार्थना करिबा, मुख खोलिबा, समस्ते आमर जीवन को समर्पण करिबा। प्रभु को कहिबा, प्रभु मु आपन को पाखक आसुछि, प्रभु मते दया करे सहाय्य करो। प्रभु तुमर अनुग्रह रे मते स्थिर रहिबा पे सहाय्य करो। ओ प्रभु मते दया करो, बापा मते दया करो। प्रभु एबे सुजोग अछि मोर प्रिय भाई भणी माने आमे प्रभु को पाखरे प्रार्थना करि परिबा, कहि परिबा प्रभु को, प्रभु मते दया करे सहाय्य करो, मते दया करे सहाय्य करो। ओ मोर प्रिय भाई भणी माने हालेलुया 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 हालेलुया। प्रभु को कहिबा, प्रभु मु तुम पाखक आसुछि, मु तुम पाखक आसुछि, प्रभु मते दया करे सहाय्य करो। हे मोर भाई माने, हे मोर भौणी माने, ए सुजोग को हम हाथ छोड़ा करिबा नाही। आमे प्रभु को पाखक जिबा। जदि जीवन हमर ठीक नाही, आमे ठीक थिला पर रहिबा नाही, आमे अभिनय करिबा नाही, आमे छलना करिबा नाही, लोक देखानिया जीवन काटिबा नाही। प्रभु को पाखक जिबा और कहिबा, प्रभु मु आपन को पाखक आसीछि, हम अनुग्रह रेटी अछु। यस लॉर्ड, दया करो बापा, दया करो बापा, दया करो प्रभु। प्रत्येक को दया करो, प्रत्येक को अनुग्रह करो। अपना जीवन को समर्पण करिबा पाए, अपना जीवन रो समस्त मंदता को परित्याग करिबा पाए। प्रभु आमाने अजनात रे गुडे विषय करि देइछु, किंतु पवित्र आत्मा परमेश्वर तुमे हमको मने पकाई दउछो। प्रभु हमर दुर्बलता समस्त धन्यवाद दउछि। थैंक यू लॉर्ड, थैंक यू लॉर्ड। ओ मोर भाई भणी माने एठु जीवा समय रे आपण जेमिति आस्ते सेंति जानतु नै, एठु जीवा समय रे नुआ ही के जानतु, निष्पत्ति नहीं के जानतु, सिद्धांत नहीं के जानतु। हालेलुया। मु पालक आज्ञा अनुरोध करिबी, सासिबे आमान को प्रार्थना रे कढे नेबे। प्रभु धन्यवाद दउछि समय रे तुम्हें वाक्य माध्यम रे कथा कहिथिबारु धन्यवाद दउछि। जो वाक्य सुनिलु आमे जेपरि निज निज को परिवर्तन करबा को पारिबो सही परि तुम्हें दया कर। धन्यवाद दउछि प्रार्थना सुनि उत्तर देथिबारु। हम समस्त का आशीर्वाद करी समस्त हृदय मध्य तुम्हें वास करी तुम्हें गौरव पाओ बोली आसुथिबा प्रिय प्रभु यीशु ख्रीष्ट नाम रे मागिली।